Dear students and viewers, part number 129 present perfect progressive. এই ଟ୍ରାନ୍ସଲେସନ୍ ଗୁଡ଼ିକ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍ ଲକ୍ଷ୍ୟ କରନ୍ତୁ। ବର୍ତ୍ତମାନ ବର୍ଷା ହେଉଛି ଭର୍ବ ବର୍ଷା ହେଉଛି ଉଚ୍ଚାରଣ ହେଉଛି, ତେଣୁ ପ୍ରେଜେଣ୍ଟ ପ୍ରୋଗ୍ରେସିଭ୍। ଇଜ୍ ରେନିଂ ସବଜେକ୍ଟ ପ୍ଲସ୍ ଇଜ୍ ଏମ୍ ଆର୍ ପ୍ଲସ୍ ଆଇଏନ୍ଜି ଫର୍ମ ଅଫ୍ V1। ଇଟ୍ ଇଜ୍ ରେନିଂ ନାଓ ବର୍ତ୍ତମାନ ବର୍ଷା ହେଉଛି। ଲକ୍ଷ୍ୟ କରନ୍ତୁ ବ୍ୟାକେଟ୍କୁ, ତିନିଟା ବେଳେ ବର୍ଷା ହେଉଛି ତିନିଟା ବେଳେ ବର୍ଷା ହେଉଛି। ପ୍ରୋନାଉନ୍ସିଏସନ୍ ଭର୍ବର ପ୍ରୋନାଉନ୍ସିଏସନ୍ ଉଚ୍ଚାରଣ ସେମ୍ ଶୁଭୁଛି, କିନ୍ତୁ ଡିଫରେନ୍ସ ବାକ୍ୟ ଅଟେ, ଅଲଗା ବାକ୍ୟ। ବର୍ତ୍ତମାନ ବର୍ଷା ହେଉଛି ପ୍ରେଜେଣ୍ଟ ପ୍ରୋଗ୍ରେସିଭ୍, ତିନିଟା ବେଳେ ବର୍ଷା ହେଉଛି ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍, ଅର୍ଥାତ୍ ବର୍ଷା ହେବା କାର୍ଯ୍ୟ ଶେଷ ହୋଇନାହିଁ ଏପର୍ଯ୍ୟନ୍ତ। ସେଥିପାଇଁ ଏହି ବାକ୍ୟଟି ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍, କାମ ଚାଲୁଅଛି। ଇଜ୍ ବଦଳରେ ଆମେ ହାଜ୍ ବିନ୍ ବ୍ୟବହାର କରିବା। ଆର୍ ବଦଳରେ ହାଭ୍ ବିନ୍ ବ୍ୟବହାର କରିବା। ଇଜ୍ ହାଜ୍ ବିନ୍, ତିନିଟା ବେଳକୁ ବର୍ଷା ହେଉଛି। ଇଟ୍ ହାଜ୍ ବିନ୍ ରେନିଂ ସିନ୍ସ 3 o'clock, ତିନିଟା ବେଳୁ ଅର୍ଥାତ୍ ସିନ୍ସ 3 o'clock, ଅର୍ଥାତ୍ ତିନିଟା ବେଳ ଠାରୁ। ସିନ୍ସ ମିନ୍ସ ଠାରୁ। 2 ଘଣ୍ଟା ହେଲା ବର୍ଷା ହେଉଛି। ଇଟ୍ ହାଜ୍ ବିନ୍ ରେନିଂ ଫର୍ 2 hours। ଫର୍ କାହିଁ ଲାଗିଲା? କାରଣ 2 ଘଣ୍ଟା ହେଲା ବର୍ଷା ହେଉଛି, 2 ଘଣ୍ଟା ଥିବାରୁ ଫର୍ ବ୍ୟବହାର କରାଯାଉଛି। ପିରିୟଡ଼ ଅଫ୍ ଟାଇମ୍, ସେଥିପାଇଁ ଫର୍ ବ୍ୟବହାର କରାଗଲା। 4 ଘଣ୍ଟା ତଳେ ବର୍ଷା ଆରମ୍ଭ ହୋଇଥିଲା, ପାଷ୍ଟ ପଳେଇ ଆସିଲା। 4 ଘଣ୍ଟା ତଳେ ମିନ୍ସ ଏଗୋ, ଏଠି ପାଷ୍ଟ ସିମ୍ପଲ୍। ଆରମ୍ଭ ହୋଇଥିଲା ବିଗିନ୍ ବିଗାନ୍ V2। ଦି ରେନ୍ ବିଗାନ୍, ବର୍ଷା ଆରମ୍ଭ ହୋଇଥିଲା। 2 hours ago, 2 ଘଣ୍ଟା ତଳେ। ସରି, ଏଠି ଯେଉଁ ଲେଖା ହେଇଛି 4 ଘଣ୍ଟା ତଳେ ବର୍ଷା ଆରମ୍ଭ ହୋଇଥିଲା, ଦି ରେନ୍ ବିଗାନ୍ 2 hours ago, ଭୁଲ ଲେଖା ହେଇଛି। ଏଠି ଆମେ 4 ଲେଖିଦେବା, କାରଣ 4 ଘଣ୍ଟା ଦେଇଛି ନା। ଦି ରେନ୍ ବିଗାନ୍ 4 FOUR। ଦି ରେନ୍ ବିଗାନ୍ 4 hours ago, 4 ଘଣ୍ଟା ତଳେ ବର୍ଷା ହୋଇଥିଲା। କେତେଟା ବେଳୁ ବର୍ଷା ହେଉଛି? କେତେଟା ବେଳୁ, ଅର୍ଥାତ୍ ସିନ୍ସ ହ୍ୱେନ୍, କେତେଟା ବେଳୁ। ହ୍ୱେନ୍ କେତେବେଳେ, ସିନ୍ସ ହ୍ୱେନ୍ କେତେଟା ବେଳୁ ବର୍ଷା ହେଉଛି। ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍ ହେଲ୍ପିଂ ଭର୍ବ ହାଜ୍, ସବଜେକ୍ଟ ଇଟ୍, ବିନ୍, ଆଇଏନ୍ଜି ଭର୍ବ ରେନିଂ। ସିନ୍ସ ହ୍ୱେନ୍ ହାଜ୍ ଇଟ୍ ବିନ୍ ରେନିଂ? କ୍ୱେଶ୍ଚିନ୍ ମାର୍କ। ନମ୍ବର 2, ରାମ କେତେ ସମୟ ହେଲା ବିଶ୍ରାମ ନେଉଛି? ନେଉଛି ଆମକୁ ଉଚ୍ଚାରଣ ଜଣାପଡ଼ୁଛି ପ୍ରେଜେଣ୍ଟ ପ୍ରୋଗ୍ରେସିଭ୍, କିନ୍ତୁ ପ୍ରେଜେଣ୍ଟ ପ୍ରୋଗ୍ରେସିଭ୍ ନୁହେଁ, ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍। କାହିଁକି ପରଫେକ୍ଟ ପ୍ରୋଗ୍ରେସିଭ୍ କୁହାଗଲା? କାରଣ ଗୋଟେ କାର୍ଯ୍ୟ ଲଙ୍ଗରିଂ ଟାଇମ୍ ଚାଲିଛି, କାର୍ଯ୍ୟଟି ଶେଷ ହୋଇନାହିଁ। ରାମ କେତେ ସମୟ ହେଲା ବିଶ୍ରାମ ନେଉଛି? କେତେ ସମୟ, ହାଉ ଲଙ୍ଗ୍, କେତେ ସମୟ, ହାଉ ଲଙ୍ଗ୍। ହ୍ୱିଚ୍ ଟେନ୍ସ? ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍। ହେଲ୍ପିଂ ଭର୍ବ ହାଜ୍, ହାଉ ଲଙ୍ଗ୍ ହାଜ୍, ସବଜେକ୍ଟ ରାମ, ବିନ୍, ରେଷ୍ଟିଂ, ଆଇଏନ୍ଜି ଭର୍ବ ରେଷ୍ଟର ରେଷ୍ଟିଂ। ହାଉ ଲଙ୍ଗ୍ ହାଜ୍ ରାମ ବିନ୍ ରେଷ୍ଟିଂ? ରାମ କେତେ ଦିନ ହେଲା, କେତେ ସମୟ ହେଲା ବିଶ୍ରାମ ନେଉଛି? ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍। ସେ ଗତ ସପ୍ତାହ ଠାରୁ ଇଂଲିଶ ଶିଖୁଛି। ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍। ଶିଖୁଛି ପ୍ରେଜେଣ୍ଟ ପ୍ରୋଗ୍ରେସିଭ୍ ଉଚ୍ଚାରଣ ହେଉଛି, କିନ୍ତୁ ଗତ ସପ୍ତାହ ଠାରୁ ଏଇ ସମୟଟା ଆମର ଲଙ୍ଗରିଂ କରୁଛି। ସେଥିପାଇଁ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍, କାର୍ଯ୍ୟଟି ଶେଷ ହୋଇନାହିଁ। ସେ ଗତ ସପ୍ତାହ ଠାରୁ ଇଂଲିଶ ଶିଖୁଛି। ହାଜ୍ ବିନ୍ ଆଇଏନ୍ଜି ଭର୍ବ ବ୍ୟବହାର କରାଯିବ। ହାଜ୍ ବିନ୍ ଆଇଏନ୍ଜି ଭର୍ବ, ହାଜ୍ ବିନ୍ କିମ୍ବା ହାଭ୍ ବିନ୍। ହି ପାଖରେ ଆମେ ହାଜ୍ ବିନ୍ ବ୍ୟବହାର କରିବା। ହି ହାଜ୍ ବିନ୍ ଲର୍ଣ୍ଣିଂ ଇଂଲିଶ ସିନ୍ସ ଲାଷ୍ଟ ୱିକ୍, ଗତ ସପ୍ତାହ ଠାରୁ, ସିନ୍ସ ଲାଷ୍ଟ ୱିକ୍। କୁକୁରଟି
ଘଣ୍ଟାଏ ହେଲା ଶୋଇଛି। କୁକୁରଟି ଘଣ୍ଟାଏ ହେଲା ଶୋଇଛି ଶୋଇଛି ଇଛି ଉଚ୍ଚାରଣ ହେଉଛି ଆମକୁ ଜଣାପଡ଼ୁଛି ପ୍ରେଜେଣ୍ଟ ପରଫେକ୍ଟ, କିନ୍ତୁ ପ୍ରେଜେଣ୍ଟ ପରଫେକ୍ଟ ନୁହେଁ କି ପ୍ରୋଗ୍ରେସିଭ୍ ନୁହେଁ। ତାହେଲେ କେଉଁ ଟେନ୍ସ? ଯେହେତୁ କୁକୁରଟି ଘଣ୍ଟାଏ ହେଲା ଶୋଇଛି ଏ ପିରିୟଡ଼ ଅଫ୍ ଟାଇମ୍ ସୂଚାଉଛି, ତେଣୁ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍। କାମଟି ପର୍ଯ୍ୟନ୍ତ ସରିନାହିଁ, କଣ୍ଟିନ୍ୟୁ ପ୍ରୋସେସ୍ ଚାଲିଛି। ତାହେଲେ ହାଜ୍ ବିନ୍ have been plus ing form of V1. The dog has been sleeping for 1 hour. କୁକୁରଟି ଘଣ୍ଟାଏ ହେଲା ଶୋଇଛି। ଡଗ୍ ଥାର୍ଡ଼ ପର୍ସନ ଏକବଚନ ଥିବାରୁ ହାସ୍ ବ୍ୟବହାର କରାଗଲା। ଲକ୍ଷ୍ୟ କରନ୍ତୁ, ସେ ସେଠାରେ କେତେବେଳୁ ବସି ରହିଛି। କେତେବେଳୁ ଇଂଲିଶ ସିନ୍ସ ହ୍ୱେନ୍, କେତେବେଳୁ ବସି ରହିଛି। ଜଣେ ବସିଛି, କିଛି ସମୟ ଲାଗିଛି, ଏପର୍ଯ୍ୟନ୍ତ ସେ କୁଆଡ଼େ ଯାଇନି, ସେ ଜାଗାରେ ବସିଛି, ତେଣୁ ଟାଇମ୍ ଲାଗୁଛି, ଲଙ୍ଗରିଂ ହେଉଛି, ସେଥିପାଇଁ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍, କାମଟି ଶେଷ ହୋଇନାହିଁ। ସିନ୍ସ ହ୍ୱେନ୍ ହେଲ୍ପଫୁଲ୍ ଭର୍ବ ହାଜ୍, କାରଣ ହି ହେଉଛି ସବଜେକ୍ଟ, ଥାର୍ଡ଼ ପର୍ସନ ଏକବଚନ, ହାଜ୍ ଆସିବ, ହାଭ୍ ଆସିବ ନାହିଁ, ହାଜ୍। Since when has subject he been sitting? Since when has he been sitting? ସେ ସେଠାରେ କେତେବେଳୁ ବସି ରହିଛି। ଏଠି ସେଠାରେ ଯେଉଁ ୱାର୍ଡ଼ଟା ଅଛି ଆମେ ଏଠି ଲେଖିନେ, ସେଠାରେ ଲେଖିପାରିବା ଦେୟାର ଲେଖିପାରିବା। ସେ ସେଠାରେ କେତେବେଳୁ ବସି ରହିଛି। Since when has he been sitting there? THERE question mark। ସେ ସେଠାରେ କେତେବେଳେ ବସି ରହିଛି। Since when has he been sitting there? ଆମେ 3 ମାସ ହେଲା ହଷ୍ଟେଲରେ ରହିଛୁ। ଆମେ 3 ମାସ ହେଲା ହଷ୍ଟେଲରେ ରହିଛୁ ଅର୍ଥ ଏକ ପିରିୟଡ଼ ଅଫ୍ ଟାଇମ୍ ସୂଚାଉଛି, କାର୍ଯ୍ୟଟି ସମାପ୍ତ ହୋଇନାହିଁ, ଶେଷ ହୋଇନାହିଁ, ତେଣୁକରି ଏହି ବାକ୍ୟଟି ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍। ଆମେ 3 ମାସ ହେଲା ହଷ୍ଟେଲରେ ରହିଛୁ ଅର୍ଥ ରହି ଆସୁଅଛୁ, ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍। ସୂତ୍ର ଅନୁସାରେ ସବଜେକ୍ଟ ପ୍ଲସ୍ ହାଭ୍ ହାଜ୍ ପ୍ଲସ୍ ବିନ୍ ପ୍ଲସ୍ ଆଇଏନଜି ଫର୍ମ ଅଫ୍ V1। we ପରେ ହାଭ୍ ବ୍ୟବହାର କରାଯିବ। we have been staying at the hostel for 3 months. we have been staying at the hostel for 3 months. ତୁମେ ପୁରୀରେ ଅଛ, ତୁମେ ଅଛ, you are, ସେ ଅଛି, he is। ତୁମେ ପୁରୀରେ ଅଛ, you are at ପୁରୀ। ତୁମେ 2 ଦିନ ହେଲା ପୁରୀରେ ଅଛ। 2 ଦିନ ଅର୍ଥ ଏକ ପିରିୟଡ଼ ଅଫ୍ ଟାଇମ୍ ଖୋଜୁଛି। ଯେହେତୁ ପିରିୟଡ଼ ଅଫ୍ ଟାଇମ୍ ଖୋଜୁଛି, ପିରିୟଡ଼ ଟାଇମ୍ ଅଟେ, ତେଣୁ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍। କାରଣ ସେ ପୁରୀରେ ଅଛି, ଅର୍ଥାତ୍ ତୁମେ ପୁରୀରେ ଅଛ, ଏପର୍ଯ୍ୟନ୍ତ ପୁରୀରୁ ଯାଇନାହଁ, ତେଣୁ ପିରିୟଡ଼ ଅଫ୍ ଟାଇମ୍ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍। ତୁମେ 2 ଦିନ ହେଲା ପୁରୀରେ ଅଛ, you have been at ପୁରୀ for 2 days। ପିରିୟଡ଼ ଅଫ୍ ଟାଇମ୍ ଥିବାରୁ 2 days ପିରିୟଡ଼ ଅଫ୍ ଟାଇମ୍ ଥିବାରୁ ଆମେ ଫର୍ ବ୍ୟବହାର କଲେ। ତୁମେ ସୋମବାର ଠାରୁ ପୁରୀ ଅଛ, you have been at ପୁରୀ since Monday। ଏଠି since କାହିଁ ଗଲା, କାହିଁ ଫର୍ ବ୍ୟବହାର କରାଗଲା ନାହିଁ, କାରଣ ମଣ୍ଡେ ସୋମବାର ପଏଣ୍ଟ ଅଫ୍ ଟାଇମ୍ ଆସୁଥିବାରୁ, ନିର୍ଦ୍ଦିଷ୍ଟ ପଏଣ୍ଟ ଅଫ୍ ଟାଇମ୍ ଆସୁଥିବାରୁ, ନିର୍ଦ୍ଦିଷ୍ଟ ପଏଣ୍ଟ ଅଫ୍ ଟାଇମ୍ ଆସୁଥିବାରୁ ଆମେ ସିନ୍ସ ବ୍ୟବହାର କଲେ। ଲକ୍ଷ୍ୟ କରନ୍ତୁ, ତୁମେ ପୁରୀରେ ଥିଲ, ମୁଁ ଥିଲି, ଆଇ ୱାଜ୍, ତୁମେ ଥିଲ, ୟୁ ୱେୟାର, ପୁରୀ ଥିଲ, ଆଟ୍ ପୁରୀ, ୟୁ ୱେୟାର ଆଟ୍ ପୁରୀ। ତୁମେ ସୋମବାର ଠାରୁ ପୁରୀ ଥିଲ, ସୋମବାର ଠାରୁ ପୁରୀ ଥିଲ, ଅର୍ଥାତ୍ ପାଷ୍ଟ ପରଫେକ୍ଟ ପ୍ରୋଗ୍ରେସିଭ୍। କାରଣ ପୁରୀ ଥିଲ ସୋମବାର ଠାରୁ, ଏହି କାର୍ଯ୍ୟଟି ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ, କଣ୍ଟିନ୍ୟୁ ପ୍ରୋସେସ୍ ଚାଲିଛି, ତେଣୁକରି ସୂତ୍ର ଅନୁସାରେ ୟୁ ହାଡ୍ ବିନ୍ ଆଟ୍ ପୁରୀ ସିନ୍ସ ମଣ୍ଡେ, ସୋମବାର ଠାରୁ, ୟୁ ହାଡ୍ ବିନ୍ ଆଟ୍ ପୁରୀ ସିନ୍ସ ମଣ୍ଡେ। ତୁମେ ପୁରୀରେ ଥିବ, ୟୁ ୱିଲ୍ ବି ଆଟ୍ ପୁରୀ, ମୁଁ ପୁରୀରେ ଥିବି, ଆଇ ସାଲ୍ ବି ଆଟ୍ ପୁରୀ
ସେ ପୁରେଇ ଥିବ ୟୁ ୱିଲ୍ ବି ଆଟ୍ ପୁରୀ, ତୁମେ ପୁରେଇ ଥିବ ୟୁ ୱିଲ୍ ବି ଆଟ୍ ପୁରୀ। ତୁମେ ପୁରୀରେ ସୋମବାରରୁ ଥିବ, ସୋମବାରରୁ ଥିବ ଅର୍ଥାତ୍ ସୂଚାଉଛି ଫ୍ୟୁଚର ପରଫେକ୍ଟ ପ୍ରୋଗ୍ରେସିଭ। ୟୁ ୱିଲ୍ ହାଭ୍ ବିନ୍ ଆଟ୍ ପୁରୀ ସିନ୍ସ ମଣ୍ଡେ। ଆଶା କରେ ଭିଡ଼ିଓଟି ନିଶ୍ଚିନ୍ତ ଶିକ୍ଷାର ପ୍ରସାର ପାଇଁ ସହାୟକ ହେବ। ରଖୁଛି, ନମସ୍କାର। ହଁ ଆଜ୍ଞା, ସେୟାର କରିବାକୁ କେବେ ବି ଭୁଲିବେ ନାହିଁ।